ସରକାରଙ୍କର ନିୟମ ଅଛି ଯେ ସମସ୍ତଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା, ଶିକ୍ଷା ଓ ଖାଦ୍ୟ ଏସବୁ ଯୋଗାଇ ଦେବେ। ଆମର ବି ଏଠି ସରକାର ରାସନ କାର୍ଡ ମାଧ୍ୟମରେ ସମସ୍ତଙ୍କୁ ଚାଉଳ, ଗହମ ଯୋଗାଇ ଚାଲିଛନ୍ତି। ଆଗାମୀ ଦିନରେ ହୁଏତ ମାଣ୍ଡିଆ ଯୋଗାଇବାର ଅଛି, କିନ୍ତୁ ସେ ଏପର୍ଯ୍ୟନ୍ତ ଲାଗୁ ହେଇନି। ସେ ଯାହା ବି ହଉ, ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଯୋଉ ଭତ୍ତାଟା କମ୍ ଥିଲା ତାକୁ ଅଧିକା ସରକାର ବୃଦ୍ଧି କରିଛନ୍ତି। ଏତେ ପରେ ବି ସୁଦ୍ଧା ଆଜିକା ଡେଟ୍ରେ ବି କିଛି ଦିବ୍ୟାଙ୍ଗ ପିଲା ଆମ ଓଡ଼ିଆ ଗଳ୍ପ ୟୁଟ୍ୟୁବ ଚ୍ୟାନେଲ ପାଖରେ ଅଭିଯୋଗ କରିଛନ୍ତି ତାଙ୍କ ଏରିଆର ଯେ ଭତ୍ତା ଦେବା ଦାୟିତ୍ୱରେ ଅଛନ୍ତି ସେ ଠିକ୍ ସେ ଭତ୍ତା ଦେଉନାହାନ୍ତି। ଯୋଉଟା ସରକାର ଏବେ ନୂଆ ସ୍କିମ୍ ଆଣିଛନ୍ତି ତାକୁ ସେ ଠିକ ଭାବେ ତଦାରଖ କରୁନାହାନ୍ତି ବା ତାକୁ ବିଲକୁଲ ଗୁରୁତ୍ୱ ଦଉନାହାନ୍ତି। ଏମିତିକି ସେଇ ଏରିଆରେ ଅନେକ ମୃତ ଲୋକଙ୍କ ନାଁରେ ଭତ୍ତା ଓ ରାସନ କାର୍ଡରେ ଚାଉଳ ଗହମ ଉଠୁଛି। ସବୁ ଜାଣିକି ସୁଦ୍ଧା ସେ ନିରବ ଦୃଷ୍ଟା ସାରିଛନ୍ତି। ସେଇଭଳି ଜଣେ ପିଓ ଆଜି ଆମ ସହିତ ଅଛନ୍ତି। ତାଙ୍କ ନାଁଟା ଧନଞ୍ଜୟ ପଣ୍ଡା। ସିଏ ଆସି ଓଡ଼ିଆ ଗଳ୍ପ ୟୁଟ୍ୟୁବ ଚ୍ୟାନେଲରେ ଆଜି ଉପସ୍ଥିତ ହୋଇଛନ୍ତି। ଆମେ ତାଙ୍କୁ ଡାକିଛୁ। ଧନଞ୍ଜୟ ପଣ୍ଡା, ଆପଣ ଉପସ୍ଥିତ ହୁଅନ୍ତୁ ଆସିକି। ଆଜ୍ଞା, ହଁ ନମସ୍କାର। ହଁ ନମସ୍କାର। ଆପଣ ପିଓ ଭାବେ ସେଠି କେତେ ବର୍ଷ ହେଲାଣି ଚାକିରି କରୁଛନ୍ତି? 5 ବର୍ଷ ହବ। ଆପଣଙ୍କୁ କାଶ ହେଇଛି କି? କାଶ ନାହିଁ, ସେଇଟା ସେମିତି କହିଲା ବେଳେ ଟିକେ ସେମିତି ଖାସି ହଁ ଠିକ ଅଛି, ସେ ହବ ସେଟା। ହଁ ଠିକ ଅଛି। ହଁ, ଆପଣଙ୍କ ନାଁରେ ଅଭିଯୋଗ ଅଛି। ହଁ, କଣ ଅଭିଯୋଗ କଣ ଅଛି? ଏବେ ତ ସରକାର ନିୟମ କଲେ 3,500 ସମସ୍ତଙ୍କୁ ଦିଆଯିବ। କରାହେଇଛି, ଦିଆ ହଉନି କି? ବେକାରିଆ ଗୋଟେ ଟାଇମ ୱେଷ୍ଟ କରିକି ଆପଣ ବଡ ପାଟି କରିପାରିବେନି ଏଠି। ବଡ ପାଟି ଆଉ ଆପଣ ମତେ ଡାକିଛନ୍ତି, ମୁଁ ଅଫିସ କାମରେ ବ୍ୟସ୍ତ ଥିଲି। ସେ ନିୟମଟା ଲାଗୁ ଆପଣ ହେଇଛି। କେମିତି ଅଫିସ କାମ କରନ୍ତି? ଆଜି ଓଡ଼ିଆ ନା, ଗଳ୍ପ ନା, ୟୁଟ୍ୟୁବ ଚ୍ୟାନେଲ ଟିମ୍ ଯାଇଥିଲା, ଗଲା ଶୁଣନ୍ତୁ, ବେଳକୁ ଦେଖିଲା ଆପଣଙ୍କ ଅଫିସରେ ତାଲା ପଡିଥିଲା ଦିନ 12ଟାରେ। ନଦୀ ନ ଦେଖିକି ନଙ୍ଗଳା ହଉଛନ୍ତି। ବିହେଭ୍ କରି କଥାବାର୍ତ୍ତା କରନ୍ତୁ ଆପଣ। କୁହନ୍ତୁ। ମୁଁ କହିଲି ଆଜି ଦିନ 12ଟାରେ ଆମ ୟୁଟ୍ୟୁବ ଚ୍ୟାନେଲ ବାଲା ଯାଇଥିଲେ, ଦେଖିଲେ ଆପଣଙ୍କ ଅଫିସରେ ତାଲା ପଡିଛି। 12ଟା ବେଳେ ଆପଣ କୋଉଠି ଥିଲେ? ତାଲା ପଡିଯିବାର କିଏ? କଣ ଗୋଟେ ଏମର୍ଜେନ୍ସି କାମ ଥିଲେ, ଅଫିସ ଖୋଲା ଇମର୍ଜେନ୍ସି ରଖିଛି। କାମରେ ଯେତେବେଳେ ଆପଣଙ୍କର ଅଫିସର ପିଅନକୁ ଆମେ ପଚାରିଲୁ, ସେ କହିଲେ ସିଏ କୁଆଡେ ଯାଇଛନ୍ତି ଆମେ ଜାଣିନୁ। ଆଖପାଖ ଲୋକଙ୍କୁ ପଚାରିଲୁ, ସେ କହିଲେ ଆଜି ନୁହେଁ, ସେ ଅଧିକାଂଶ ଟାଇମ ଏମିତି ଡେରିରେ ଆସନ୍ତି, ତାଙ୍କ ଇଚ୍ଛା ହେଲେ ସେ ଆସନ୍ତି ନାହିଁ। କଣ ପାଇଁ ଏଇଟା କଣ ହେଇଗଲା? ସେଇଠୁ ମାଷ୍ଟର ମାନେ ସ୍କୁଲରେ ଠିକ ସମୟରେ ପହଞ୍ଚୁନାହାନ୍ତି। ଆମେ ଆମର କାମ ଧନ୍ଦା ଛାଡିକି କେତେବେଳେ ଆପଣ ଏ ଯୁକ୍ତିଟା କରିଛନ୍ତି। ଯଦି କିଏ ବି ଆପଣଙ୍କୁ କହିଲା, ଆପଣ ମାନେ କହୁଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତ ଠିକ ସେ ସ୍କୁଲରେ ପଢଉନାହାନ୍ତି, ଆପଣ ଆମକୁ କାହିଁ କହୁଛନ୍ତି? ମାନେ ଆପଣ ଅନ୍ୟ ସହିତ କାହିଁ ନିଜକୁ ତୁଳନା କରିଦଉଛନ୍ତି? ଯିଏ ଶିକ୍ଷା ଦାନ ଦଉଛି, ଯିଏ ଦେଶକୁ ଟେକିବା ପାଇଁ ପରାମର୍ଶ ଦଉଛି, ସିଏ ତ ଟେକି ପାରୁନି। ଆମେ ଆଉ କଣ ଟେକିବା? ଆପଣଙ୍କୁ କୁହାହେଲା ଭାଷା ଠିକ କରି କଥାବାର୍ତ୍ତା କରିବା ପାଇଁ। ଆରେ ଭାଇ, ମୁଁ ଟେକା ଟୁକି କହିଲେ ଏଇଟା ଭାଷା ଖରା? ଆଚ୍ଛା, ଆଉ ଗୋଟେ କଥା, ଆପଣଙ୍କ ଏରିଆରେ ଯୋଉମାନେ ଫୁଲ ବ୍ଲାଇଣ୍ଡ ପିଲା ଅଛନ୍ତି, ସେମାନେ ଯଦି କହୁଛନ୍ତି ଯେ ସାର୍ ଆମର ତ 3,500 ଲାଗୁ ହେଲାଣି, ଆମକୁ ଦିଅନ୍ତୁ, ଆପଣ ଓଲଟା ଜଣଙ୍କୁ କହିଛନ୍ତି ସେ 1,200 ନେଲେ ନହେଲେ ଏଠୁ ପଳା। କଣ ପାଇଁ ଆପଣ ପୈତୃକ ସମ୍ପଦ ଦାନ କରୁଛନ୍ତି ନା? ଗୋଟେ କଥା ମୁଁ କହିବି, ମତେ ଏତେ ବିରକ୍ତ ଯେ ବ୍ଲାଇଣ୍ଡ ପିଲା ଗୁଡିକ ଜନ୍ମ ହଉଥିଲେ କାହିଁକି? ମୁଁ ସେଇଟା ମୋର ଆପଣ କିଏ ଏମିତିଆ କଥା ଶୁଣନ୍ତୁ, ଆପଣ ଶୁଣନ୍ତୁ, ଲିସନ୍ ମି, ଶୁଣନ୍ତୁ। ଯେତେବେଳେ ଗୋଟେ ଜିନିଷ ଘୋଷଣା ହେଇଛି, ସେଇଟା ତ ଲାଗୁ ହବ। ମୁଁ କହିଲି, ଥରେ ଆସିଥିଲେ ଗୋଟେ ଆସିଥିଲେ, ଏମିତି ଦିବ୍ୟାଙ୍ଗ ପିଲା ଗୋଟେ ଆସିଥିଲା, ମୁଁ 1,200 ଦେଲି। ଯେ କହିଲି ବାବୁରେ ତୋର, ସେ କହିଲା ସାର୍ ମୋ 1,200 କାହିଁକି, ମୋତେ 3,500। ହଁ ଦିଆଯିବ, ଲାଗୁ କରାହେଇଛି, ଏଇ ମାସରେ ନହେଲେ ଆର ମାସରେ ପାଇଯିବ। ସେ କହିଲା ମୁଁ ନେବିନି, ତମେ କିଏ ଚାକିରି କରିଛ, ତମେ ବିହେଭ୍ ଖରାପ କରିବ ଆମକୁ, ଆମେ କଣ ଛାଡିବୁ? ଆପଣ 2 ମାସ ହବ ଏମିତିଆ କାମ କରିଚାଲିଛନ୍ତି। ସରକାର ଲାଗୁ କଲେଣି, ଆପଣ 2 ମାସ ମୁଁ କଣ ମୋ ଘରୁ କି ମୋ ବାପ ପଇସାରେ ଦଉଛି? ଉପର ଅଫିସର ଆମ ପାଖକୁ ପଠେଇଲେ ଆମେ ପଠେଇବୁ। କିନ୍ତୁ ଆମେ ଶୁଣିବାକୁ ପାଇଛୁ ସାଂସନ ହେଇଛି, ଆପଣ ଜାଣି ଶୁଣି ତାକୁ କାଗଜ କଲମରେ ଚାପିକି ରଖିଛନ୍ତି। ଏ କଥା ମୁଁ କଣ ମୋ ଘରକୁ କଣ 3,500 ମୋ ପରିବାର ଚଳିବ ନା କଣ? ଆପଣଙ୍କ ଏରିଆରେ ଯେତିକ ଲୋକ ଅଛନ୍ତି, ଆପଣ ତ ସମସ୍ତଙ୍କୁ ଏମିତି 1,200 ଲେଖା ଦେଇଛନ୍ତି, ଯୋଉମାନେ କି 100% ପାଇବା ଲୋକ। ଆପଣ ତ ଏମିତି କାମ କରିଚାଲିଛନ୍ତି। ପାଇବା କଣ ଅଛି? ଆଉ ଆଗରୁ ପାଉନଥିଲା, ତମର କିଛି ହଉନଥିଲା। ଏବେ ଘୋଷଣା କରିଦେଲା କି ତମେ ଆନ୍ଦୋଳନ କରୁଛ, ଦୁନିଆ ଟେନସନ। ଅଫିସର ମାନଙ୍କୁ ଉଠେଇ ବସେଇ ଦେଉନାହାନ୍ତି, ଘରେ ଭାତ ଖାଉଥିବୁ, ଏମାନଙ୍କ ପାଇଁ ଆସିବୁ। ମାନେ ଆପଣ ଚାକିରିଟା କରିଛନ୍ତି ସେଇଥିପାଇଁ? ଚାକିରିଟା କରିଛୁ ବୋଲି କଣ ଆମେ ଆଚ୍ଛା, ଇଏ ପ୍ରଶ୍ନର ଉତ୍ତର ଆପଣ କିଛି ଦିନ ତଳେ ନଥିଲେ ଆପଣ ଅଫିସରେ, ଗୋଟେ ବୃଦ୍ଧ ଲୋକଟେ ଗଲେ, ସେ କହିଲେ ସାର୍ ଆପଣ 3 ଦିନ ହେଲାଣି ତ ଆସୁନାହାନ୍ତି, ଆଜି ବି ଡେରିରେ ଆସିଲେ। ଆପଣ ତାକୁ ଗୋଟେ ଉତ୍ତର ଦେଲେ,
ଆପଣଙ୍କ ନାତୁଣୀ କି ଯୋଉ ବ୍ଲାଇଣ୍ଡ ସ୍କୁଲରେ ପାଠ ପଢୁଛନ୍ତି ସେଠି ତ ବର୍ଷ ବର୍ଷ ଧରିକି ପାଠ ପଢା ହଉନି, ପିଲାଙ୍କୁ ବ୍ରେଲ ଶିଖା ହଉନି, ଆପଣ ସେଠି କାହିଁ କିଛି କହିପାରୁନାହାନ୍ତି? ଏଠି କଣ ଦାଦାଗିରି ଦେଖଉଛନ୍ତି? ଦାଦାଗିରି କଣ ସେ ଦେଖେଇଲେ ଏଠି? ଦୁର୍ବଳ ଉପରେ ଅତ୍ୟାଚାର ସବୁବେଳେ ଦାଦାଗିରି ମାନେ ସେ କହୁଛ ତମେ କାହିଁକି ରହିଲନି ନା, ସେଇଟା ଗୋଟେ କଥା। ତମେ ଆମ କାମ ହଉନି କାହିଁକି ସେଇଟା କହିବ କଥା। ତମେ କାହିଁକି ନଥିଲ, ତମେ ଗଲ କାହାକୁ କହିକି ଗଲ? ଯାଆନ୍ତି କୁଆଡେ ପ୍ରକୃତରେ? ଦିନ ବେଳା ଅଧିକାଂଶ ଟାଇମ୍ ଆପଣଙ୍କ ରୁମ ରେ ଏସି ଚାଲିଥାଏ, ଆପଣ ନଥାନ୍ତି, ଆପଣ ଯାଇଥାନ୍ତି ପ୍ରକୃତରେ କୁଆଡେ? ଯାଇନଥିବି, କଣ କାମ ଥିବ ଆଜ୍ଞା, ଆମ ଘର ପରିବା କଣ ନାଇଁ କି? ମାନେ ଘର ପରିବାର ଆପଣ ଡ୍ୟୁଟି ଆୱାରରେ ଗଲେ ହବ, ନହେଲେ ଟିକେ କଣ ସନ୍ଧ୍ୟା ବେଳେ ଗଲେ ଘର ପରିବାର କାମଟା ହେଇପାରିବନି? ଯେତେବେଳେ ଯୋଉଟା କଣ ସେମିତି କହିବ କି ଆଜ୍ଞା? ଆପଣ ଶୁଣନ୍ତୁ, ହେଡମାଷ୍ଟର, ମୁଁ କହୁନି ସ୍କୁଲର ନାଁ ଗୁଡିକ କହୁନି, ଆମ ଏପଟେ ଏମିତି ସ୍କୁଲ ଅଛି, ହେଡମାଷ୍ଟର ସ୍କୁଲରେ ଢୁଳଉଥିବ, ପିଲା ତାଙ୍କର ସେଇଠି ଡେଗା ନଚା ହେଇକି ପୁଅ ଝିଅଙ୍କ ଭିତରେ ଯୋଉ ପ୍ରାପ୍ତ ବୟସ୍କ ପୁଅ ଝିଅ ତାଙ୍କ ଭିତରେ ରୋମାନ୍ସ ଚାଲିଥିବ। ଆପଣ ଇଏ ଯୋଉ ଅଭିଯୋଗଟା ଆଣିଲେ, କହିଲେ ବ୍ଲାଇଣ୍ଡ ସ୍କୁଲରେ ନା ଆପଣ ଆମକୁ ଖାଲି କହିବେ। ହଁ, ଆପଣ ଏ ଅଭିଯୋଗଟା ଯୋଉ ଆଣିଲେ, କହିଲେ ବ୍ଲାଇଣ୍ଡ ସ୍କୁଲରେ ବର୍ଷ ବର୍ଷ ଧରିକି ପିଲାଙ୍କୁ ବ୍ରେଲ ତ ଠିକ ସେ ଶିଖା ହଉନି। ଆପଣଙ୍କ ପାଖେ କଣ ପ୍ରମାଣ ଅଛି ବ୍ଲାଇଣ୍ଡ ସ୍କୁଲରେ ବ୍ରେଲ ଶିଖା ହୁଏନି? ମୁଁ ସ୍କୁଲର ନାଁ ମେନସନ କରୁନି। ମୁଁ ସେ ଆପଣ ଯଦି ଚାହିଁବେ ଆମର ଅଥରିଟିକୁ କହିକି ମୁଁ ନିଜେ ଯାଇକି ଆପଣଙ୍କୁ ନେବି। ସେଇଠି ସଙ୍ଗୀତ ଶିକ୍ଷକ ଅଛନ୍ତି, ସଙ୍ଗୀତ ପିଲା କେତେ ବଜାଉଛନ୍ତି ଆଉ ବ୍ରେଲ କେତେ ପଢୁଛନ୍ତି ସେଇଠି ପଚାରିବେ। ସେଇଠି ମତେ କାନ ଅଣ୍ଠିକି ଆପଣ ମତେ ଆପଣ ଆଉ ଗୋଟେ ବ୍ଲାଇଣ୍ଡ ପିଲାକୁ ଭର୍ତ୍ତା କଥାରୁ ଆଉ ଗୋଟେ କଥା କହିଲେ, ବ୍ଲାଇଣ୍ଡ ସ୍କୁଲରେ ତ ଲକ୍ଷ ଲକ୍ଷ ଟଙ୍କା ଡୋନର ମାନେ ଦାନ କରୁଛନ୍ତି, ତମାନେ ସେଠି ପଖାଳ ଆଳୁ ସିଝା ଖାଇକି ରହୁଥିଲ, ସେଠି ପାଟି ଫିଟେଇ ପାରୁନଥିଲା, ଏଠି କଣ ସରକାର ବୃଦ୍ଧି କରୁ କରୁ ତମେ ଆସି ପାଟି କରୁଛ? ଇଏ କି କଥା? ଶୁଣନ୍ତୁ, ସେ ଗୋଟେ ମୁଁ କହୁଛି ତା ଉତ୍ତରଟା କହୁଛି। ସେଇଠି ଏମାନେ ତାଙ୍କ ସ୍ୱାଧୀନ ଅଛନ୍ତି, ତାଙ୍କୁ ଧମକଉଛନ୍ତି। ଆମେ ଧମକଉନାଉ, ଆମେ ଏମାନଙ୍କୁ ଭୟ, ଏମାନେ ଯେହେତୁ ଏବେ ସାଧାରଣ ହେଇଗଲେ ଆମେ ଟିକେ ଭୟ ଦେଖାଉଛୁ, ଭାଳେ ଏମାନେ କଣ କରିଦେବେ ବୋଲି ସେମାନେ ଆମ ଉପରକୁ ଚଢୁଛନ୍ତି। ପଖାଳ ଭାତ କହିବା କଥା କଣ ଆଜ୍ଞା? ଗୋଟେ ଆଳୁ ସିଝାକୁ 2 ଜଣ ଖାଉଥିଲେ, ସେଇଠି କହୁନଥିଲେ? ଆରେ ସରକାର ତମ ପାଇଁ ଲାଗୁ କରିଛି, ନିଶ୍ଚିନ୍ତ ଦିଆଯିବ। ମୁଁ କଣ ଆଜ୍ଞା ମୋ 3500 ଖାଇକି ମୁଁ ଘର ଗୋଟେ ବନେଇଦେବି ନା? ଆଉ ଗୋଟେ କଥା କୁହନ୍ତୁ। ହଁ, ଆଉ ଗୋଟେ କଥା, ଆପଣଙ୍କ ଏରିଆରେ ଅଧିକାଂଶ ଲୋକ ମରିଗଲେଣି, ଗୋଟେ ଲୋକ 6 ବର୍ଷ ହେଲାଣି ମଲାଣି, ତା ନାଁରେ ରାସନରେ ଚାଉଳ ପୁଣି ଭର୍ତ୍ତା କେମିତି ଉଠୁଛି? କିଏ ଦେଖିଛି ମରିବାର? ତା କିଏ କଣ? ଆମେ ତା ଘରକୁ ଯାଇଥିଲୁ, ସେ ଲୋକ ମରିଯାଇଛି। ଆପଣ କାଟିଲେନି କାହିଁକି? ଆପଣଙ୍କୁ ଲାଞ୍ଚ ଦେଇଥିବ। ଆମର ଓକିଲାତି ଯୋଉ ଓକିଲ ମାନେ କେତେ, ଆମ କହୁନି ଭାଷା କହିଲେ ପୁଣି ଆପଣଙ୍କୁ କୁଣ୍ଡେଇ ହବ। ଇଏ କଥା ତମେ ଲାଇଭ ଚାଲୁ, ଓକିଲ ମାନେ ବହୁତ ପଇସା। ତମେ ଓକିଲ ଯଦି ମୋଠୁ ପଇସା ଦେଇଥାନ୍ତି, ମୋ କେସ୍ ବି ତମେ ଚାପି ଦେଇଥାନ୍ତ। ତମକୁ ସାଧାରଣ ଜନତା ତେଲ ମଥିକି ଏରିଆର ଲୋକମାନେ କହିଲେ ଆମେ କାହିଁ କହିବାକୁ ଯିବୁ? କିଏ ଦେଖିଛି ମରିବାର? କିଏ ଦେଖିଛି? କଣ ଜଣେ 6 ବର୍ଷ ହେଲାଣି ମଲାଣି, ତାର ଡେଥ୍ ସାର୍ଟିଫିକେଟ ତା ଘର ଲୋକ ଦେଖେଇଲେ ଆମକୁ। ଡେଥ୍ ସାର୍ଟିଫିକେଟ ଆପଣଙ୍କୁ ଦେଖେଇଲେ? ମୁଁ ଗୋଟେ କଥା କହୁଛି, ଆପଣ ମତେ କୁହନ୍ତୁ, ଆପଣ ଓକିଲ କରୁଛନ୍ତି, ଆପଣ ଗୋଟେ ଲୋକ ଯେତେବେଳେ କେସ୍ ପାଇଁ ଲଢୁଛି, ତାର ସାକ୍ଷୀ ଥିଲେ ବି ମାଜିଷ୍ଟ୍ରେଟ ତାକୁ କେମିତି ସାକ୍ଷୀ ତାର ଲିଭେଇ ଦଉଛି ପୋଲିସ ଟଙ୍କା ଖାଇକି? ସେଇ ଜିନିଷରେ ତମେ ଧ୍ୟାନ ଦେଇପାରୁନ। ଛୋଟ ଉପରେ ଅତ୍ୟାଚାର ସବୁବେଳେ। ହଁ, ଆପଣ ଆହୁରି ଏମିତି ଆପଣ ମତେ କହିଲେ ବୋଲି ମୁଁ କହୁଛି ଏଇ ଜିନିଷଟା। ଆପଣ ଏମିତି ବହୁତ ଅଭିଯୋଗ କହୁଛନ୍ତି। ସେ କଥାଟା କହିଲେ ମୁଁ କହୁଛି, ସେ ଯେତେବେଳେ, ଆପଣ କାହାକୁ କହିବେନି, ସେ ଯେତେବେଳେ ମରିଗଲା ଲୋକଟା, ସେ ତାଙ୍କର ଘର ଲୋକ ସହିତ ଆମର ଆପଣଙ୍କର ଡିଲ୍ ହେଇଥିଲା। ସେ କହିଥିଲେ ଆମେ ପ୍ରତି ମାସରେ ଯଦି 1200 ରୁ ଆମେ 200 ନେବୁ, ଆପଣଙ୍କୁ 1000 ଦବୁ। ଏଇ ହଉଛି କଥା। ସରକାର କଣ ଦେଖି ଆସିଛି କିଏ ମଲା? ଆରେ ଭାଇ, ଆମ ଏଠି ନୁହଁ, 30ଟା ଜିଲ୍ଲାରେ ଲକ୍ଷ ଲକ୍ଷ ଭୂତ ରାସନ କାର୍ଡ ଅଛି, ଜାଣିଛ ତ? ତମେ ନ୍ୟୁଜ ଦେଖୁଛ? ହଁ, ପୁଣି ଆପଣ ଏଇ କଥା ବି କିଛି ଲୋକଙ୍କୁ କହିଛନ୍ତି ଯେ ଚାଉଳ ଗହମ ବି ଅଧା ତମର ଅଧା ଆମର। ଆମେ ତମର କରେଇଦେବୁ, ତମେ ଦେବନି? ତମେ ଓକିଲ ଚାକିରି କରୁଛ, ତମେ କଣ ମାସ ପଡ଼ିଲେ ମାଜିଷ୍ଟ୍ରେଟ ସାର୍ ଙ୍କୁ ଦରମା ପାଇଁ କହୁନଥିବ କି? ହଁ, ଆପଣ ଆଉ ଗୋଟେ କଥା ବି, ଗୋଟେ ବ୍ଲାଇଣ୍ଡ ପିଲାକୁ, ଗୋଟେ ବ୍ଲାଇଣ୍ଡ ନାଇଁ ଭଲ ଲୋକଟାକୁ କହିଲେ, ତୁ ଯେମିତି ହଉ ଗୋଟେ 100% ସାର୍ଟିଫିକେଟ ବାହାର କରିଦେ, ତୋର ମୁଁ 3500 କରେଇଦେବି। ଆପଣଙ୍କୁ ଏ ଅଧିକାର ଟା ଦେଇଥିଲା କିଏ? ମୁଁ ଅଧିକାର ଦେଇନି, ସିଏ କହିଲା ମତେ। କଣ କହିଲା? ସେ କହିଲା, ସାର୍ ମୁଁ କେମିତି କଲେ କହିବି? ତୁ ଯା, ତୁ ଯାଇକି କଲେକ୍ଟର ଅଫିସ କୁ ଦେଖା କରିକି, ମେଡିକାଲ କୁ ଯାଇକି ତୋର ଆଖିରେ କଣ ପଟି ଫଟି ବାନ୍ଧେ, ନହେଲେ କଣ ଟାଇଲସ ଫାଇଲସ କି ଇଏ ଧନ୍ଦା ବି ହେଇପାରୁଛି ବି? ସେଇଟା ଆଖି ଫୁଟେଇ ଦେ, ତାପରେ ଭଲ ହବ କି ନ ଦେଖିବା ସେଇଟା। ଆଉ ସେ ଯେମିତି କହୁଛି ତାକୁ ସେମିତି କହିବି, 100% ତାପରେ ତ ପଇସା ମିଳିବ। ଆପଣ ଆଉ ଗୋଟେ ମୂର୍ଖ ଲୋକକୁ ଯୁକ୍ତି କଣ? ସେ ମତେ ସେମିତି କହିଲା, ସେ କହୁଛି ମୁଁ ବ୍ଲାଇଣ୍ଡ। ଆରେ ଭାଇ, ତୁ କେମିତି ହବ ତୋର ଏଇଟା? ତାପରେ ସେ ତୁମକୁ ଆଖିରେ ଆସି ଢାଳିଲେ। ଆପଣ ଏ ଅଭିଯୋଗଟା ଆଣିଲେ, ଯଦି ଆପଣଙ୍କୁ କିଏ ଗୋଟେ ଆପଣଙ୍କ ଏରିଆରେ ବୟସ୍କ ଲୋକ ଜଣେ କହିଲେ, ବାବୁ ଏମିତି କେମିତି ହବ? ଆପଣ ତାକୁ କହିଲେ ଆପଣଙ୍କ ନାତୁଣୀ ଯୋଉ ବ୍ଲାଇଣ୍ଡ ସ୍କୁଲରେ ପାଠ ପଢୁଛି, ସେଠି ଅଧାରୁ ଅଧିକା ଯଦି ଲୋ ଭିଜନ ପିଲା ବହି ପଢି ପାରୁଛନ୍ତି, ରଙ୍ଗ ଚିହ୍ନି ପାରୁଛନ୍ତି, ସେମିତିଆ ପିଲାଙ୍କୁ ଯଦି ବ୍ଲାଇଣ୍ଡ ସ୍କୁଲରେ ରଖାଯାଇ ପାରୁଛି, ଇଏ କାହିଁ ନହବ? ଆପଣଙ୍କ ପାଇଁ ପ୍ରୁଫ୍ ଅଛି? ପ୍ରୁଫ୍ ନଥିଲେ ଶୁଣନ୍ତୁ, ଆପଣଙ୍କ ଏଇ ସରକାରଙ୍କ ଆଉ ଗୋଟେ ଭୁଲ କଣ ରହୁଛି ବୁଝିଲେ? କଣ? ଯାହାକୁ ଦେଖା ଯାଉଛି, ମୁଁ ଦେଖିଛି କିଛି ବ୍ଲାଇଣ୍ଡ ପିଲା ମାନେ ପୁରା ସାଇକେଲ ବି ରୋଡରେ ଚଲେଇକି ଯାଉଛନ୍ତି, ତାଙ୍କୁ 100% ସାର୍ଟିଫିକେଟ ଦେଉଛି କିଏ? ସେ କଥା ମତେ କୁହନ୍ତୁ।
ମାନେ ଇଏ ଧନ୍ଦା ବି ହେଇପାରୁଛି କଣ? ଆଉ ସମସ୍ତେ ତ ଫାଇଦା ଉଠଉଛନ୍ତି। ସେମାନେ ବ୍ଲାଇଣ୍ଡ ସ୍କୁଲରେ ଆଲାଉ କେମିତି ହଉଛନ୍ତି? ସେଇଟା ସେ ଗଭର୍ଣ୍ଣମେଣ୍ଟ ସ୍କୁଲରେ ସେଟା କହିପାରେ, ପ୍ରାଇଭେଟ ସ୍କୁଲରେ କଣ ପଇସା ଫିକିଲେ ସେ ଟଙ୍କା ବଳରେ ସବୁ ବଙ୍କା। ଆଚ୍ଛା, କିନ୍ତୁ ଏଇ ଗୋଟେ ଜିନିଷ ସବୁ ଧ୍ୟାନ ଦେବା କଥା ଯେ ପୁରା ଯିଏ ବ୍ଲାଇଣ୍ଡ, ଯିଏ ଯୋଉ କୌଣସି ହ୍ୟାଣ୍ଡିକ୍ୟାପ ଅଥରିଟି ହୁଅନ୍ତୁ, ତାଙ୍କୁ ଟେଷ୍ଟ କରିକି କେତେ ପରସେଣ୍ଟ ଅନୁସାରେ ଦେବା କଥା। ଆଜ୍ଞା ଗୋଟେ କଥା ଶୁଣନ୍ତୁ, ଗୋଟେ ଫୁଲ ବ୍ଲାଇଣ୍ଡ ପିଲା ତାର ଅଛି ଆଜ୍ଞା 75%, ଆଉ ଗୋଟେ ଲୋ ଭିଜନ ତାର ଅଛି 100%, ସେ ବିଚରା କେମିତି ଚଳିବ? କେମିତି ଚଳିବ? ମାନେ ହଁ ଆପଣ ଏ କଥା ବି କହିଛନ୍ତି। ଆପଣ ଆଉ ଗୋଟେ କଥା ବି କହିଦେଲେ, କହିଲେ ଯଦି ଜଣେ ଲୋକଙ୍କୁ ଆପଣ ବୁଝେଇଲେ, କହିଲେ ଯଦି ଡିପାର୍ଟମେଣ୍ଟର ମନ୍ତ୍ରୀ ଠିକ ଥାନ୍ତେ ହୁଏତ ଆଜି ଏ ଧନ୍ଦା ହେଇପାରିନଥାନ୍ତା। ଆପଣ ଏ କଥା କହିଲେ ଯଦି ଏସଏସପିଡି ଡିପାର୍ଟମେଣ୍ଟ, ଶୁଣନ୍ତୁ ସ୍କୁଲରେ ହେଡମାଷ୍ଟର ଠିକ ନଥିଲେ ମାଷ୍ଟର ଯାହା ହବ, ଏଇଟା ବି ସେମିତି। ଆଉ ଆମକୁ କହିଲେ ଆମେ କଣ କରିବା? ଆମେ ବି ଆପଣ ଆଉ ଗୋଟେ କଥା କହିଲେ, ଯଦି ଷଡଙ୍ଗୀ ମ୍ୟାଡାମଙ୍କ ଭଳି ଲୋକ ଯଦି ଏସଏସପିଡି ବା ଭିନ୍ନକ୍ଷମ ବିଭାଗର ମନ୍ତ୍ରୀ ହେଇଥାନ୍ତେ ହୁଏତ ଆଜି ସବୁ ବ୍ଲାଇଣ୍ଡ ସ୍କୁଲ ବି ସାବାଟ ହେଇଥାନ୍ତା ଆଉ ସବୁ କିଛି ଠିକ ଠାକ ଚାଲିଥାନ୍ତା। ମ୍ୟାଡାମ ସାମ୍ନାରେ ଏମାନେ କଥା କହିବେ, ସାହସ ଅଛି ଏମାନଙ୍କର। ହଁ, ଆପଣ ଆଉ ଗୋଟେ କଥା, ଯଦି ଆପଣଙ୍କୁ ସାମ୍ବାଦିକ ମାନେ କହୁଛନ୍ତି ଯେ ଆପଣଙ୍କ ଏରିଆରେ ହେରଫେର ହଉଛି, ଦୁର୍ନୀତି ହଉଛି ଚାଉଳ ହଉ ଭର୍ତ୍ତାରେ, ଆପଣ ସେମାନଙ୍କୁ କହୁଛନ୍ତି ଆପଣ କେତେଥର ଅତର୍କିତ ଭାବେ ବ୍ଲାଇଣ୍ଡ ସ୍କୁଲ ଗୁଡାକୁ ଗସ୍ତ କଲେଣି? ଏ ପ୍ରଶ୍ନ ବି ଆପଣ କରୁଛନ୍ତି ସେମାନଙ୍କୁ। କରିବି ଆଜ୍ଞା ଶୁଣନ୍ତୁ, ଆଉ ଗୋଟେ ଜିନିଷ ଯୋଉଟା କହୁଛନ୍ତି, ଆମର ଏଇ ଯୋଉ ଭତ୍ତା ପାଇଁ ମଝିରେ ପିଲା ସବୁ ଆନ୍ଦୋଳନ କରୁଥିଲେ, ସେଇଠି କଣ ହଉଛି, ବଡ ବଡ ସାମ୍ବାଦିକ ମାନେ ଆସୁଛନ୍ତି ସେଇଠି ତାଙ୍କ ଭିଡିଓ ନେଇକି, ତାଙ୍କର ଯୋଉ ଲୋକ ଅଛନ୍ତି ସରକାର ଲୋକଙ୍କୁ ଦେଖାଉଛନ୍ତି, ଦେଖ ତମ ପାଇଁ ଏମାନେ ଏମିତି କରୁଛନ୍ତି, ତମେ ଯଦି କିଛି ଆମକୁ ଦବ ଏଇ କେସକୁ ଚାପି ଦବୁ। ସାମ୍ବାଦିକ ଯଦି ଷ୍ଟ୍ରଙ୍ଗ ଥାନ୍ତା ତାହେଲେ ମନ୍ତ୍ରୀ କଣ, ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତି ବି ଉଠବସ ହୁଅନ୍ତା ସବୁ ଆନ୍ଦୋଳନରେ। ଆମକୁ କହିଲେ ଆମେ କଣ କରିବୁ? ଆଉ ଗୋଟେ ଅଭିଯୋଗଟା ଆସିଛି, ଗୋଟେ ସାଂଘାତିକ ଅଭିଯୋଗ, ଆଉ ଉତ୍ତର ଆପଣ କଣ ଦେବେ? ଯିଏ ଆପଣଙ୍କୁ କହୁଛନ୍ତି ଯେ 3500 ଆମର ଭର୍ତ୍ତା ହେଇଯାଇଛି ସେ ଦିଅନ୍ତୁ, ଆପଣ କହୁଛନ୍ତି 2000 ତମର, ବାକି 1500 ମୋର, ମାନେ ଏକୁଟିଆ ସିକ୍ରେଟ ଡାକି ନେଇ କହୁଛନ୍ତି। ଏଇ କଥାର ଉତ୍ତରଟା କଣ ଦେବେ? କଣ ଚିହ୍ନା ଲୋକ ହେଇଥିବ, ସାଙ୍ଗସାଥି ଭିତରେ ମଦ ଫଦ ପିଇକି ପଳେଇ ଆସିଥିବେ, ଆଉ କଣ ଅଛି। 11 ଜଣଙ୍କୁ ଖଣ୍ଡେ କହିଛନ୍ତି, ମାନେ ସମସ୍ତେ କଣ ଆପଣଙ୍କର ଚିହ୍ନା? 11 ଜଣଙ୍କୁ କହିଛନ୍ତି ଆପଣ? ଆମ ଏରିଆ ପିଲା ସେ ମଜାରେ କହିଦେଲା ବେଳକୁ ଯାଇକି ମିଡିଆ କହିଦଉଛନ୍ତି 1500 ଆମର 2000 ତମର। କଣ ଗୋଟେ ସାଙ୍ଗସାଥି ମଜାରେ କହିଦେଲି ଆମ ଏରିଆ ପିଲା କହିକି, ଆଉ କଣ ମୁଁ ସେମିତି ସେ ଭୁଲ ଟା କରିଦେବି? ମୁଁ କଣ ସେ ନେଇଛି କି ତାଙ୍କଠୁ ପଇସା ସତରେ? ହଁ, ଆପଣ ତ ବହୁତ କିଛି ଯାହା ଯାହା ଅଭିଯୋଗ ଥିଲା ଆପଣ ତ ସବୁ ସ୍ୱୀକାର କଲେ, କିନ୍ତୁ ଓଡିଆ ଗଳ୍ପ ୟୁଟ୍ୟୁବ ଚ୍ୟାନେଲ ସମସ୍ତଙ୍କୁ ଅନୁରୋଧ କରୁଛି, ସମସ୍ତେ ବି ନିଜେ ସଚେତନ ହୁଅନ୍ତୁ। ଯୋଉମାନେ ଫେକ୍ ସାର୍ଟିଫିକେଟ, ଆଜ୍ଞା ମୁଁ ଶେଷରେ ଗୋଟେ କଥା କହିବି ଆପଣଙ୍କୁ, ଗୋଟେ ଏକ୍ସାମ୍ପଲ ଦେଇକି। ଆପଣ ଗୋଟେ ପୋଲିସ ଅଫିସର ଅଛନ୍ତି, ମୁଁ ଯାଉଛି, ମୋର ହେଲମେଟ ଚେକିଂ ହେଲା, କନେଷ୍ଟବଳ ବୋଲେ ଚେକିଂ କରିବେ, ମୁଁ କହିବି ମୁଁ କିଏ ଚିହ୍ନିଛୁ? ମୋର ଏସପି ଅଛନ୍ତି, ମୋର ମାମୁ କି ପୁତୁରାଇ କାକା। ଆରେ ଭାଇ ସେ ଆମର ମଙ୍ଗଳ ପାଇଁ କହୁଛନ୍ତି। ଆମେ ଯଦି ଆମ ଚିହ୍ନା ଜଣା ଅଫିସରକୁ ତେଲ ମାରି ହାତ ମାଲିସ କରିବା ତାହେଲେ କଣ? ସେଇଥିପାଇଁ କହୁଛି ଅଫିସ ସମୟରେ ଯେକୌଣସି ଅଫିସର ହୁଅନ୍ତୁ, ନିଜ ପୋଷାକକୁ ଦେଖନ୍ତୁ, ନିଜ ଅଫିସର ମର୍ଯ୍ୟାଦାକୁ ରକ୍ଷା କରି ଆଇନଟା ଆଇନ, ନ୍ୟାୟଟା ନ୍ୟାୟ ଭାବରେ ଦେଖିଲେ କେହି ଏମିତି ହୁଅନ୍ତିନି, କେହି କାହା ବିଷୟରେ କିଛି ଏମିତି ଅସୁବିଧା ହୁଅନ୍ତାନି। ଆପଣଙ୍କ କଥାରେ ବି ମୁଁ ଏକମତ। ମୁଁ ଏଇଟା ବି କହୁଛି, ହାଣ୍ଡିକ୍ରାଫ୍ଟ ମିନିଷ୍ଟର ଯିଏ ଅଛନ୍ତି ସେ ପ୍ରତ୍ୟେକଟି ବ୍ଲକ, ପ୍ରତ୍ୟେକଟି ଅଫିସ କି ଅତର୍କିତ ଗସ୍ତ ବି କରିବା ଦରକାର। ଆଜ୍ଞା, କି ଖାଲି ସେତିକି ନୁହେଁ, ପ୍ରତ୍ୟେକଟି ବ୍ଲାଇଣ୍ଡ ସ୍କୁଲକୁ ବି ଅତର୍କିତ ଗସ୍ତ, ବେଶୀ କରି ଖାଇବା ସମୟରେ, ପିଲାଙ୍କ ମଧ୍ୟାହ୍ନ ଭୋଜନ ସମୟରେ ସେ ଟିକେ ଗସ୍ତ କଲେ ମୁଁ ଭାବୁଛି ଭଲ ହେଇପାରନ୍ତା। ତାହେଲେ ସବୁ ସତ ପଦାକୁ ଆସିପାରନ୍ତା। ନିଶ୍ଚିନ୍ତ। ଆପଣ ଆସିଲେ, ଆମକୁ ଏତେ କଥା କହିଲେ, କିନ୍ତୁ ଆପଣଙ୍କ ଉପରେ ଭରସା ରହିଲା ଯେ ଆପଣ ଆଗାମୀ ଦିନରେ ସରକାରଙ୍କର ନୂଆ ନିୟମ ଯୋଉଗୁଡା ଅଛି ଆପଣ ଠିକ ଠାକ ଲାଗୁ କରିବେ, ଆଉ ମୃତ ରାସନ ଲୋକ ମାନେ ଯୋଉମାନଙ୍କ ନାଁ ଅଛି ତାକୁ କାଟିଦେବେ। ନା ଆମେ ତ ସେଇ ଜିନିଷରେ ଧ୍ୟାନ ଦଉଛୁ ଆଜ୍ଞା, କିନ୍ତୁ ଆମର ଉପରି ଅଫିସରକୁ ଏମାନେ ତେଲ ଆପଣ ମୋଠୁ, ଏଇଟା ବି ଆମେ ଜାଣିଛୁ। ଆପଣ କହୁଛନ୍ତି ଆପଣଙ୍କ ଉପରେ ମାନସିକ ଚାପ ବି ରହୁଛି କେତେଟା ଜାଗାରେ। ଜବ ରେ ବନ୍ଧା, ଆମେ ବି ଗୋଟେ ସରକାରୀ ଚାକିରିରେ ବନ୍ଧା, ଆମର ବି ଭୟ ଅଛି, ତ ସେମାନେ ଆମକୁ ପ୍ରେସର ପକେଇଲେ ଆମେ ଆଜ୍ଞା କଣ କରିବୁ? ହଁ ଠିକ ଠିକ, ଆପଣ ଏଇଟା ବି କହିଛନ୍ତି, ଲୋକାଲ ଏମଏଲଏ ବି ଆପଣଙ୍କ ଉପରେ ଚାପ ପକାଉଛନ୍ତି ବୋଲି ଏମିତି କାମ ପାଇଁ। ଆଜ୍ଞା, ନହେଲେ ମୁଁ ଆଜ୍ଞା କାହାର ଗୋଟେ ହ୍ୟାଣ୍ଡିକ୍ୟାପ ପିଲାକୁ ଆମେ ଦାନ କରିପାରିବାନି, ତାଠୁ 3500 ଖାଇକି ଆମେ ବଡ ଲୋକ ହେଇଯିବାନି, ଆମର ପୁଣି ଅଧିକ ଯିବ ସେଇଥିରେ, ଜାଣିଛନ୍ତି? ଠିକ ଅଛି, ଆପଣ ଆସିଲେ ଆଉ ଆମକୁ ସତ କଥା କହିଲେ, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ। ଆଜ୍ଞା, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।